ବାଲିଘାଟ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ସନ୍ଦେହଜନକ ମୃତଦେହ ଠାବ ହେବା ପରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛନ୍ତି ସ୍ଥାନୀୟ ଲୋକମାନେ। ରାଉରକେଲା ବନ୍ଦାମୁଣ୍ଡା ଥାନା ଅନ୍ତର୍ଗତ ଜମସରା ପଞ୍ଚାୟତ ଜାବାଘାଟ ଗ୍ରାମ ନିକଟ ବାଲିଘାଟରେ ଆଜି ସକାଳେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକମାନେ ଦେଖି ପୁଲିସକୁ ଖବର ଦେଇଥିଲେ। ତେଣୁ ବନ୍ଦାମୁଣ୍ଡା ଥାନା ପୁଲିସ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର ଆସି ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛନ୍ତି। ହେଲେ ମୃତ ବ୍ୟକ୍ତିଙ୍କର ପରିଚୟ ମିଳିପାରିନଥିବା ବେଳେ ମୃତଦେହଟିକୁ ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଛି। ତେବେ ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟା ମାମଲା ବୋଲି ସନ୍ଦେହ କରାଯାଉଛି। ସେପଟେ ସ୍ଥାନୀୟ ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ 1 ବର୍ଷରୁ ଅଧିକ ସମୟ ହେବ ଏହି ଜବାଘାଟ ଗ୍ରାମ ନିକଟ ବାଲିଘାଟରୁ କେବଳ ରାତିରେ ବାଲି ଉତ୍ତୋଳନ କରି ଚାଲାଣ ହେଉଛି। ତେଣୁ ଏହା ବେଆଇନ ବାଲିଘାଟ ବୋଲି ସ୍ଥାନୀୟ ଲୋକମାନେ ସନ୍ଦେହ କରୁଥିବା ବେଳେ ଏହି ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ପଛରେ ବାଲି ମାଫିଆଙ୍କ ହାତ ଥାଇପାରେ ବୋଲି ଅନୁମାନ କରାଯାଉଛି। ତେବେ ପ୍ରଶାସନିକ ଅଧିକାରୀମାନେ ଏହି ବାଲିଘାଟ ସମ୍ପର୍କରେ ସଠିକ ତଦନ୍ତ ଓ ମୃତ ବ୍ୟକ୍ତିଙ୍କ ସମ୍ପର୍କରେ ପୁଲିସ ସଠିକ ଭାବରେ ଅନୁସନ୍ଧାନ କଲେ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିପାରିବ। ଆଜ୍ଞା, ଆମର ବାଲିଘାଟ ପାଖରେ ଗୋଟେ ଅଜଣା ବ୍ୟକ୍ତିର ମୃତଦେହ ଶବଟା ପଡ଼ି ରହିଥିଲା, ତ ସେଇଟା ମୁଁ ଶୁଣିଲି ଆଉ ମୁଁ ଏଇଠିକୁ ଆସିଥିଲି। ବାଲିଘାଟ ଚାଲୁଥିଲା ଆପଣଙ୍କର? ଆଜ୍ଞା, ଚାଲୁଥିଲା। ଏଇଟା ରାତିରେ ସେ 10ଟା ରାତିରୁ ଏଇଟା ଚାଲେ ଏଇଠି। ଆଚ୍ଛା, କେବେଠୁ ଚାଲୁଛି ବାଲିଘାଟ? ଏଇଟା 1 ବର୍ଷ ହେଇଗଲା ଆଜ୍ଞା ଚାଲୁଛି। ଆଚ୍ଛା, ତ ଆପଣ ଏ ବିଷୟରେ ଏଇଟା ଲିଗାଲ ଚାଲୁଛି କି ଇଲିଗାଲ ଚାଲୁଛି? এইটা আজ্ঞা মো হিসাব দেখিବାକୁ গଲେ এটা ইলিগাল চালছি কোন ପାଇଁ ନା ସେ ରାତି 10টাରେ ସେଇଟା ଚାଲଛି। ଯଦି ଲିଗାଲ ହେଇଥାନ୍ତା ତାହେଲେ ସେ ଦିନରେ ସେମାନେ ଚଢ଼ିଥାନ୍ତେ, ରାତିରେ ଏଇ ଚୋରାବରା ଏଇ ବାଲି ଚାଲାଣ ଚାଲିଛି। ତ ଏଇ ଯେଉଁ ଲାଷ୍ଟଟା ପଡ଼ିଛି ଆଜି ପଡ଼ିଲା ନା ଆଗରୁ ପଡ଼ିଥିଲା? এইটা ଆଜି ରାତିରେ ଘଟଣାଟା ହେଇଛି ଆଜ୍ଞା। କ'ଣ ଲାଗୁଛି ସେ ଲାଷ୍ଟକୁ ଦେଖିକି? ମୁଁ ଆସିକରି ଦେଖିଲି ଆଜ୍ଞା ଲାଷ୍ଟଟାକୁ କି ତା ଶରୀରରେ ପୁରା ଆଘାତ ପଡ଼ିଛି, ମୁଣ୍ଡରେ ପଡ଼ିଛି, ଆଉ ତା ପିଠ ପଟେ ପୁରା ଲାଲ ରଙ୍ଗ ପଡ଼ିଯାଇଛି। କାନରେ ପୁରା ଜୋରରେ ବାଡ଼େଇଛନ୍ତି, ସେ ବାଡ଼ିରେ ବାଡ଼େଇଛନ୍ତି ଏବଂ ପିଠି ଗୁଡ଼ାରେ ବାଡ଼ିରେ ପୁରା ଆଘାତ କରିଛନ୍ତି। ପୁରା ରକ୍ତ ହେଇଯାଇଛି ତା ମୁଣ୍ଡଟା, ସେ ମୁଣ୍ଡରେ ବାଡ଼େଇବା ଦ୍ୱାରା। ଆଚ୍ଛା, ତ ଲାଗୁଛି ଏଇଟା କ'ଣ ମର୍ଡ଼ର ହେଇଛି ବୋଲି? ହଁ ଆଜ୍ଞା, ଏଇଟା ମର୍ଡ଼ର ହିଁ ଲାଗୁଛି। ଯେଉଁଭଳିଆ ତାର ଶରୀରରେ ଯେଉଁ ଭଳିଆ କ୍ଷତ ହେଇଛି ତାକୁ ଦେଖିକରି ଜଣାପଡ଼ୁଛି ମର୍ଡ଼ର ହେଇଛି ବୋଲି। ରାଉରକେଲାରୁ ସୁରଜିତ ନନ୍ଦଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।